ଜୀବନର ସବୁଠୁ ମୂଲ୍ୟବାନ ଜିନିଷ ହେଉଛି ଆମ ମନର ଶାନ୍ତି, ଆମ ପରିବାରର ଶାନ୍ତି। କିଛି କିଛି କଥାକୁ, କିଛି କିଛି ସମସ୍ୟାକୁ ଯଦି ଇଗ୍ନୋର କରିକି ହେଉ ବା କମ୍ପ୍ରୋମାଇଜ କରିକି ହେଉ ଆମେ ଶାନ୍ତି ପାଇପାରୁଛେ, ତାହେଲେ ଆମେ ନିଶ୍ଚୟ କରିବା ନା। ଆମର ମନର ଶାନ୍ତି ବଜାୟ ରହିଛି, ତାକୁ ଆମେ ଜାଣିପାରୁନେ। କେତେକ ଲୋକ ଅଛନ୍ତି ଏଇ ଶାନ୍ତି ଟିକକ ପାଇବା ପାଇଁ ବହୁତ ଜାଗା ଭ୍ରମଣ କରୁଛନ୍ତି, ବୁଲୁଛନ୍ତି, ପ୍ରାକୃତିକ ପରିବେଶକୁ ଯାଉଛନ୍ତି, ପାହାଡ଼ ଝରଣା ଶାନ୍ତିମୟ ଜାଗାକୁ ଯାଉଛନ୍ତି, କେହି କେହି ହିମାଳୟ ବି ଯାଉଛନ୍ତି, ତୀର୍ଥ ଜାଗାକୁ ବି ଯାଉଛନ୍ତି। କିନ୍ତୁ ସେଇ ଜାଗାରୁ ଯେତେବେଳେ ଫେରିକି ଘରକୁ ଆସୁଛନ୍ତି ଆଉ ଏ ସମାଜରେ ରହୁଛନ୍ତି, ପୁଣି ଥରେ ତାଙ୍କ ମନରେ ଅଶାନ୍ତି ବସା ବାନ୍ଧୁଛି। କହିବାକୁ ଗଲେ ଶାନ୍ତିଟା କେବଳ ଆମ ମନରେ ହିଁ ଅଛି। ଆମେ ଯଦି ତାକୁ ଠିକ ଭାବେ ମ୍ୟାନେଜ କରିପାରିଲେ ତାହେଲେ ଆମ ଜୀବନ ଶାନ୍ତିମୟ ହୋଇ ଉଠିବ। ଏଥିରେ କୌଣସି ସନ୍ଦେହ ବି ନାହିଁ।